ଆଜିର ପ୍ରଭାତରେ ଆପଣ ସମସ୍ତଙ୍କୁ ମୋର ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ପ୍ରେଜ୍ ଦ ଲର୍ଡ ଏବଂ ସଦାପ୍ରଭୁଙ୍କର ବହୁମୂଲ୍ୟ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ କରେ। ଆଜି ମୁଁ ଆପଣମାନଙ୍କ ପାଇଁ ଏକ ସୁନ୍ଦର ବିଷୟ ନେଇକି ଆସିଅଛି। ବିଷୟବସ୍ତୁ ହେଉଛି ଯେ ଆମମାନଙ୍କର ପ୍ରଭୁ ବା ଯୀଶୁଖ୍ରୀଷ୍ଟ ସେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରନ୍ତି ଏବଂ ମଝିରେ ମୁଁ ଆପଣମାନଙ୍କୁ ଜଣାଇଥିଲି ଯେ ଆପଣମାନଙ୍କୁ କମେଣ୍ଟ କରିବାକୁ କହିଥିଲି, କିନ୍ତୁ କୌଣସି ଦର୍ଶକ ବନ୍ଧୁ ସେ ଭିଡ଼ିଓରେ ମୋତେ କମେଣ୍ଟ କରି ନାହାନ୍ତି। ତେଣୁ ମୁଁ ସେ ଭିଡ଼ିଓ ତିଆରି କରିବାକୁ ମୁଁ ଇଚ୍ଛୁକ ନୁହଁ। ସେଠି ମୁଁ ଭିଡ଼ିଓରେ ତିଆରି କରିଥିଲି ଯେ ଯଦି ପ୍ରାର୍ଥନା ଦ୍ୱାରା ରୋଗ ବେମାର ସମସ୍ୟା ସବୁ ଦୂର ହୁଏ, ତେବେ ଡାକ୍ତରମାନେ ଅଛନ୍ତି କାହିଁକି? ଏହା ଉପରେ ଯଦି ଆପଣମାନେ ଚାହାନ୍ତି ତେବେ ଭିଡ଼ିଓ ଉପରେ କମେଣ୍ଟ କରିବା ପାଇଁ ଆପଣମାନଙ୍କୁ କହିଥିଲି, କିନ୍ତୁ କେହି ଜଣେ ବି କମେଣ୍ଟ କରିଲେ ନାହିଁ। ତେଣୁ ମୁଁ ସେ ବିଷୟରେ ଆଉ କରିବି ନାହିଁ। ତେଣୁ ଆଜି ମୁଁ ଏକ ବିଷୟ ନେଇକି ଆସିଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୂତଗ୍ରସ୍ତ ଲୋକଙ୍କୁ ମଧ୍ୟ ସୁସ୍ଥ କରିପାରନ୍ତି, ଅର୍ଥାତ୍ ଭୂତ ଲାଗିଥିବା ଲୋକଙ୍କୁ ମଧ୍ୟ ସେ ଭୂତ ଦାଉରୁ ଉଦ୍ଧାର କରିଦେଇପାରନ୍ତି। 2 ନମ୍ବର ହେଲା 12 ବର୍ଷର ରୋଗୀକୁ ମଧ୍ୟ ସେ ସୁସ୍ଥତା ଦେଇପାରନ୍ତି, ଅର୍ଥାତ୍ 12 ବର୍ଷ ପର୍ଯ୍ୟନ୍ତ ରୋଗ ବେମାରରେ ପଡ଼ିଥିବା ଲୋକକୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କର ସ୍ପର୍ଶ ଦ୍ୱାରା, ସେମାନଙ୍କର ହାତର ସ୍ପର୍ଶ ଦ୍ୱାରା, ସେମାନଙ୍କ ଲୁଗାର ସ୍ପର୍ଶ ଦ୍ୱାରା ସେ ବ୍ୟକ୍ତିର ରୋଗ ଭଲ ହୁଏ। 3 ନମ୍ବର ହେଲା ମୃତ୍ୟୁ ଲୋକଙ୍କୁ ମଧ୍ୟ ସେ ଜୀବନ ଦାନ କରିପାରନ୍ତି। ତେଣୁ ଆଜିର ଏହି ସୁନ୍ଦର 3ଟି ବିଷୟ ଉପରେ ଆପଣମାନଙ୍କୁ ଭଲ ଭାବରେ ବୁଝାଇଦେବି। ତେଣୁ ମୁଁ ଭିଡ଼ିଓ ରେକର୍ଡ଼ିଂ କରିବାଟା ମୋତେ ଟିକେ ଅଧିକ ଟାଇମ୍ ଲାଗିଯାଉଛି ଏବଂ ଭିଡ଼ିଓଟି ଅଧିକ ବଡ଼ ହେବ। ସେଥିପାଇଁ ମୁଁ ଭଏସ୍ ରେକର୍ଡ଼ିଂ କରି ଆପଣମାନଙ୍କୁ ଜଣାଇବାକୁ ଇଚ୍ଛା କଲି। ତାହା ମୁଁ ବାଇବେଲର ମାର୍କ ପୁସ୍ତକ ଅଧ୍ୟାୟ 5ର 1ରୁ 42 ପଦ ପର୍ଯ୍ୟନ୍ତ ପଢ଼ିବି। ଆପଣମାନେ ଟିକେ ଧ୍ୟାନର ସହିତ ଶୁଣିବେ, ଯାହାଫଳରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୂତଗ୍ରସ୍ତ ଲୋକଙ୍କୁ ମଧ୍ୟ କେମିତି ସୁସ୍ଥତା ଦେଇପାରନ୍ତି ଏବଂ 12 ବର୍ଷର ବେମାରୀକୁ ମଧ୍ୟ କେମିତି ଭଲ କରିଦେଇପାରନ୍ତି। ଯେଉଁ ବେମାରରେ କି ଡାକ୍ତରମାନେ ଫେଲ୍ ମାରିଛନ୍ତି ଏବଂ ଡାକ୍ତରୀମାନଙ୍କର ବିଭିନ୍ନ ପ୍ରକାରର ପ୍ରୟାସ ପରେ ମଧ୍ୟ ସେ ଲୋକଟି ରୋଗ ଭଲ ହେବା ଅପେକ୍ଷା ସେ ବ୍ୟକ୍ତିର ରୋଗ ଧୀରେ ଧୀରେ ବଢ଼ିଯିବାକୁ ଲାଗିଛି ଏବଂ ଶେଷରେ ଯୀଶୁଖ୍ରୀଷ୍ଟଙ୍କ ପାଖରେ ସେ ରୋଗ କ୍ଷଣକ ସମୟ ମଧ୍ୟରେ ଭଲ ହୋଇଗଲା। ଏବଂ 3 ହେଲା ମୃତ୍ୟୁ ବ୍ୟକ୍ତିକୁ କେମିତି ଜୀବିତ କରିବେ। ଯେ ଜଣେ ବାଳିକା ମୃତ୍ୟୁବରଣ କରିଯାଇଛି ଏବଂ ତାହାଙ୍କ ଘରେ ଲୋକମାନେ ବିଭିନ୍ନ ପ୍ରକାର ରୋଦନ କରୁଅଛନ୍ତି, କାନ୍ଦୁଅଛନ୍ତି, ଚିତ୍କାର କରୁଛନ୍ତି, ମରିଗଲା ମରିଗଲା କହିକି। କିନ୍ତୁ ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କ ନିକଟକୁ ଯାଇକି ତାହାଙ୍କୁ ସ୍ପର୍ଶ କରିବା ଦ୍ୱାରା, ତାହାଙ୍କଠାରେ ପ୍ରାର୍ଥନା କରିବା ଦ୍ୱାରା ସେ ବ୍ୟକ୍ତିଟି ବା ସେ ବାଳକଟି, ସେ ବାଳିକାଟି କେମିତି ପୁନର୍ଜୀବନ ପାଇଲା। ଆଜି ମୁଁ ଆପଣମାନଙ୍କୁ ଏହି 3ଟି ସୁନ୍ଦର ବିଷୟ ଉପରେ ଆପଣମାନଙ୍କୁ ଜଣାଇବି। ତେଣୁ ଆପଣମାନେ ଯଦି ବର୍ତ୍ତମାନ ସୁଦ୍ଧା ବି ମୋର ଏହି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେଣୁ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମମାନଙ୍କର ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ। ତେଣୁ ଆଜିର ଏ 3ଟି ବିଷୟକୁ ମନେ ରଖନ୍ତୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୂତଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିପାରନ୍ତି ଏବଂ ଅସମ୍ଭବ ରୋଗକୁ ମଧ୍ୟ ସେ ଠିକ୍ କରିଦେଇପାରନ୍ତି। ଯେଉଁ ରୋଗ ଭଲ ହେଉନାହିଁ, ଡାକ୍ତରମାନଙ୍କ ଦ୍ୱାରା ମଧ୍ୟ ଭଲ ହେଉନାହିଁ, କିମ୍ବା କୌଣସି ଯେତେ ଚେଷ୍ଟା ପ୍ରକାର ବୈଦ୍ୟମାନଙ୍କ ଦ୍ୱାରା ଚେଷ୍ଟା କରିବେ ଯେଉଁ ରୋଗ ଭଲ ହେଉନାହିଁ, ତାହା ପ୍ରଭୁ
ଭଲ କରିଦେଇ ପାରନ୍ତି ଏବଂ ପ୍ରଭୁଙ୍କ ପାଖରେ ବିଶ୍ୱାସ କରିବା ଦ୍ୱାରା ଆମେ ମୃତ୍ୟୁ ହେଲେ ମଧ୍ୟ ସେ ଆମକୁ ତାହାଙ୍କ କୋଡ଼ରେ ପୁନର୍ଜୀବିତ ପ୍ରଦାନ କରିପାରନ୍ତି। ତେଣୁ ଏ ବିଷୟଟିକୁ ଆମେ ଦେଖିବା। ଆଜି ମୁଁ ଆପଣମାନଙ୍କୁ ସେହି ପବିତ୍ର ବାଇବେଲରେ ଉଲ୍ଲେଖିତ ମାର୍କ ପୁସ୍ତକ 5 ଅଧ୍ୟାୟର 1-42 ପଦ ପର୍ଯ୍ୟନ୍ତ ପଢ଼ିକି ଶୁଣାଇବି। ତେଣୁ ଆପଣମାନେ ଧ୍ୟାନର ସହିତ କିଛି ସମୟ ଶୁଣନ୍ତୁ, ଯାହାକି ଆପଣଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହୋଇପାରିବ। ଆପଣଙ୍କର ଅଞ୍ଚଳରେ କିମ୍ବା ଆପଣଙ୍କ ଭିତରେ ଯଦି କେହି ଭୂତଗ୍ରସ୍ତ ଲୋକ ଥାଆନ୍ତି, ତେଣୁ ଆପଣ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କ ଠାରେ ପ୍ରାର୍ଥନା କରିବାକୁ କହିବେ, ତେଣୁ ସେ ମଧ୍ୟ ଭଲ ହୋଇଯିବ। ଏବଂ ଆପଣଙ୍କ ପରିବାରରେ, ଆପଣଙ୍କର ଆଖପାଖରେ, ଆପଣଙ୍କର ଭିତରେ ଯଦି ବର୍ଷ ଧରି ଯେକୌଣସି ବେମାର ରହିଯାଇଛି କିମ୍ବା ବର୍ଷ ଯଦି ଯେକୌଣସି ଗୋଟେ ରୋଗ ହୋଇଯାଇଛି ଏବଂ ସେହି ରୋଗ ଯେତେ ଡାକ୍ତର, ଯେତେ ମେଡ଼ିସିନ, ଯେତେ ବୈଦ୍ୟମାନଙ୍କର ଦେଖା କଲେ ମଧ୍ୟ ତାହା ଯଦି ଭଲ ହେବା ପରିବର୍ତ୍ତେ ବଢ଼ି ଯାଉଛି, ତେଣୁ ଆପଣମାନେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ସେ ପ୍ରକାର ରୋଗକୁ ମଧ୍ୟ ଭଲ ହୋଇଯିବ। ତେଣୁ ଆସନ୍ତୁ ଆମେ ଜାଣିବା ଯେ ସେହି ମାର୍କ ପୁସ୍ତକ 5 ଅଧ୍ୟାୟରେ ଉଲ୍ଲେଖିତ ଅଛି ବାହିନୀ ଭୂତଗ୍ରସ୍ତ ଲୋକର ସୁସ୍ଥତା। ଅର୍ଥାତ୍ 1 ନମ୍ବର ପଏଣ୍ଟରେ ଅଛି ଭୂତଗ୍ରସ୍ତ ଲୋକର ସୁସ୍ଥତା। ସେ ସମ୍ପର୍କରେ ଜାଣିବା ଯେ ଏକଦା ଥରେ କ'ଣ ହେଇଛି ନା, ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କର ଶିଷ୍ୟ ଜହନ, ପିତର, ଯାକୁବ ଏମାନେ କ'ଣ କରିଥିଲେ ନା, ପରେ ସେମାନେ ସମୁଦ୍ର ପାରସ୍ଥ ଗରାସ୍ୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ। ଯୀଶୁ ନୌକାରୁ ଓହ୍ଲାଇ ଆସିବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା। ତେଣୁ କ'ଣ ହେଇଛି, ଯେତେବେଳେ ଏଇ ଲୋକମାନେ ବା ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କର ଶିଷ୍ୟମାନେ ସମୁଦ୍ର ପାହାରି ହେଉଥିବା ସମୟରେ ସମୁଦ୍ରରୁ ବାହାରିକି ଏ କୂଳକୁ ପହଞ୍ଚିଗଲେ। ପହଞ୍ଚିବା ମାତ୍ରେ କ'ଣ କଲେ ନା, ସେମାନେ ଯେତେବେଳେ କୂଳକୁ ପହଞ୍ଚିଲେ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟ ନୌକାରୁ ଓହ୍ଲାଇ ଆସିଲେ, ଓହ୍ଲାଇ ଆସିବା ମାତ୍ରେ ହିଁ ଏକ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି ସ୍ଥାନରୁ ବାହାରି ଆସି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଭେଟିଲା ଏବଂ ସେ ସମାଧି ସ୍ଥାନରେ ବାସ କରୁଥିଲା। ପୁଣି କେହି ତାହାଙ୍କୁ ଝଞ୍ଜିରରେ ସୁଦ୍ଧା ବାନ୍ଧି ପାରି ନଥିଲେ, କାରଣ ସେ ଅନେକ ଥର ବେଡ଼ି ଓ ଝଞ୍ଜିରାରେ ବନ୍ଧା ହେଉଥିଲେ। କିନ୍ତୁ ସେ ଝଞ୍ଜିରାର ଛିଣ୍ଡାଇ ଦେଇ ବେଡ଼ି ସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଉଥିଲା। ତାହାକୁ ବଶରେ ରଖିବାକୁ କାହାରି ବଳ ନଥିଲା। ତେଣୁ ଆପଣମାନେ ଟିକେ ଶୁଣନ୍ତୁ, ଏହାର ବାକ୍ୟଟିକୁ ବୁଝନ୍ତୁ। କାହିଁକିନା ଜଣେ ଭୂତଗ୍ରସ୍ତ ଲୋକ ଯେତେବେଳେ ଭୂତ ଲାଗିଥିଲା, ସେହି ଲୋକକୁ ବଶରେ ରଖିବା ପାଇଁ ବା କୌଣସି ପ୍ରକାର ପିଞ୍ଜରେ ରଖିବା ପାଇଁ କିମ୍ବା କୌଣସି ପ୍ରକାର ଦଉଡ଼ରେ ତାକୁ ବାନ୍ଧି ରଖିବା ପାଇଁ ଯେତେ ଚେଷ୍ଟା କରୁଥିଲେ ଲୋକମାନେ, କିନ୍ତୁ ତାକୁ କେହି ବି ତାକୁ ସମ୍ଭାଳି ପାରୁନଥିଲେ। ସମସ୍ତ ଝଞ୍ଜିରାକୁ, ସମସ୍ତ ଦଉଡ଼ିକୁ ତାକୁ ଛିଣ୍ଡେଇ ଦେଇ ଖଣ୍ଡ ଖଣ୍ଡ କରିଦେଇକି ସେ ତାର ଶୈତାନର ବଡ଼ ଦ୍ୱାରା ଏବଂ ଭୂତଙ୍କର ବଡ଼ ଦ୍ୱାରା ସେ ସମସ୍ତ ଶକ୍ତିକୁ ପାର କରିଦେଇକି ସେ ପଳାଇ ଯାଉଥିଲା। 5 ନମ୍ବରରେ ଏପରି ଭାବରେ ଲେଖାଯାଏ, ସେ ଦିନ ରାତି ସବୁବେଳେ ସମାଧି ସ୍ଥାନ ଏବଂ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା। ତେଣୁ ସେହି ଭୂତଗ୍ରସ୍ତ ଲୋକ କ'ଣ କରୁଥିଲା, ଦିନ ରାତି ସବୁବେଳେ ସେ ସମାଧି ସ୍ଥାନରେ ମଶାଣିର ସେହି ପର୍ବତମାନଙ୍କ ସ୍ଥାନରେ ସେ ସବୁବେଳେ ଚିତ୍କାର କରୁଥିଲା, ଯାହାଫଳରେ ଏଠି ସେଠି ଡେଇଁବା ଦ୍ୱାରା, ଗଡ଼ିବା ଦ୍ୱାରା ତାହାର ଦେହ, ତାହାର ଶରୀରକୁ କ୍ଷତବିକ୍ଷତ କରୁଥିଲା। କେହି ତାକୁ କରୁନଥିଲେ, କିନ୍ତୁ ସେ ନିଜେ, କାହିଁକିନା ଭୂତଙ୍କ ଦ୍ୱାରା ସେ ଯେଉଁ ଏପଟେ ସେପଟେ ହେଉଥିଲେ, ଧାଁ ଧପଡ଼ା ହେଉଥିଲେ, ତେଣୁ ତାହାଙ୍କର ଦେହ ପୁରା କ୍ଷତବିକ୍ଷତ ହୋଇଥିଲା। ଘା ମା ହେଇକି ସବୁ ରକ୍ତଜାତ ହେଉଥିଲା। 6 ନମ୍ବରରେ ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ି ଆସି ତାହାଙ୍କୁ ପ୍ରଣାମ କଲା। ସେହି ଭୂତଗ୍ରସ୍ତ ଲୋକ ଯେତେବେଳେ ଯୀଶୁଙ୍କୁ ନୌକାରୁ ଓହ୍ଲାଇ ଆସୁଥିବାର ଦେଖିଲେ, ସେତେବେଳେ ସେହି ଭୂତଗ୍ରସ୍ତ ଲୋକଟି ଦୌଡ଼ି ଯାଇ ଯୀଶୁଙ୍କ ପାଖକୁ ପହଞ୍ଚିଲା ଏବଂ ଯୀଶୁଙ୍କ
ନିକଟରେ ପହଞ୍ଚି ତାହାଙ୍କୁ ନମସ୍କାର କଲା। 7 ପଦରେ ଆଉ ଉଚ୍ଚ ସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କର ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋର କ'ଣ ଅଛି? ତୁମକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ। ସେତେବେଳେ ସେ ଭୂତଗ୍ରସ୍ତ ଲୋକଟି ଉଚ୍ଚ ସ୍ୱରରେ ଯୀଶୁଙ୍କ ପାଖରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ ସାଙ୍ଗରେ ମୋର କ'ଣ ଅଛି? ତୁମକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ। ତେଣୁ ଏଠି ଆମେ ଜାଣିବା ଯୀଶୁଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର। 8 ନମ୍ବରରେ, କାରଣ ଯୀଶୁ ତାହାଙ୍କୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା ଏହି ଲୋକଠାରୁ ବାହାରି ଯା। 9 ନମ୍ବର, ଆଉ ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ? ସେ ଭୂତଗ୍ରସ୍ତ ଲୋକଟି ତାହାର ନାଁ କହିଲା, ମୋର ନାଁ ବାଇନି, ଯେଣୁ ଆମେ ଅନେକ। ତେଣୁ ସେ ଭୂତଗ୍ରସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ତାଙ୍କର ନାଁକୁ ପଚାରିଛନ୍ତି, ସେହି ଭୂତଗ୍ରସ୍ତ ଲୋକଟି କହିଲା, ମୋର ନାଁ ହେଉଛି ବାହିନୀ ଏବଂ ଆମେ ଅନେକ। ଅର୍ଥାତ୍ ସେମାନେ ଅନେକ ସଂଖ୍ୟକର ଅଛନ୍ତି, ଭୂତମାନେ ବହୁ ସଂଖ୍ୟକ ଅଛନ୍ତି। 15 ପଦରେ ପୁଣି ଦେଖିବା, ପୁଣି ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା। ତେଣୁ କ'ଣ ହେଲା, ସେଇ ଯେଉଁ ଭୂତଗ୍ରସ୍ତ ଲୋକମାନଙ୍କୁ ସେହି ଅଞ୍ଚଳରୁ ଅର୍ଥାତ୍ ସେହି ସମାଧି ସ୍ଥାନରୁ ସେମାନଙ୍କୁ ବାହାରକୁ ପଠାଇ ନ ଦିଅନ୍ତି ବା ମନା କରି ନ ଦିଅନ୍ତି, ସେତେବେଳେ ସେହି ଭୂତଗ୍ରସ୍ତ ଲୋକ କ'ଣ କଲେ ନା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ବିନତି କରିବାକୁ ଲାଗିଲା ଏବଂ ତାହାଙ୍କ ପାଖରେ ପ୍ରାର୍ଥନା କରିବାକୁ ଲାଗିଲା, ତାହାଙ୍କ ପାଖରେ ଅନୁରୋଧ କରିବାକୁ ଲାଗିଲା। 11 ପଦରେ, ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରି ପୋଲ ଚରୁଥିଲା। ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମମାନଙ୍କୁ ସେମାନଙ୍କୁ ମଧ୍ୟକୁ ପଠାଅ। ତେଣୁ ସେହି ଭୂତଗ୍ରସ୍ତ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ପାଖରେ ପ୍ରଣାମ କରିକି ବହୁତ ପ୍ରାର୍ଥନା ବିନତି କରି ଯୀଶୁଖ୍ରୀଷ୍ଟଙ୍କୁ କହିଲେ, ଆମ୍ଭମାନଙ୍କୁ ସେଇ ପାହାଡ଼ ନିକଟରେ ଘୁଷୁରି ପୋଲ ଚରୁଅଛନ୍ତି, ତେଣୁ ସେହି ଘୁଷୁରି ପୋଲ ନିକଟକୁ ତାହାଙ୍କ ଦେହରେ ପ୍ରବେଶ କରିବା ପାଇଁ ଆମମାନଙ୍କୁ ଆଦେଶ ଦିଅନ୍ତୁ। କହିବାରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଅନୁମତି ଦେଲେ ଏବଂ ସେହି ଭୂତଗ୍ରସ୍ତ ବା ଅଶୁଚି ଆତ୍ମା ଗୁଡ଼ାକ ବାହାରି ଯାଇ ଘୁଷୁରିମାନଙ୍କ ଭିତରେ ପଶିଲେ। ସେଥିରେ ସେହି ପୋଲ ଅତି ବେଗରେ ଦୌଡ଼ି ଯାଇ ତୀଖ ସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ିମଲେ ଏବଂ ଘୁଷୁରିମାନଙ୍କର ସଂଖ୍ୟା ପ୍ରାୟ 2000 ଥିଲା। ତେଣୁ କ'ଣ ହେଲା ନା, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଭୂତଗ୍ରସ୍ତ ଲୋକମାନଙ୍କୁ ଏବଂ ସେହି ଭୂତର ସେହି ଅଶୁଚି ଆତ୍ମା ଯେତେବେଳେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲା, ପ୍ରଭୁଙ୍କ ପାଖରେ ବିନତି କଲା, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଅନୁମତି ଦେଲା ଏବଂ ଯେତେବେଳେ ଅନୁମତି ଦେଲା, ସେହି ଅନୁମତି ଦେବା କ୍ଷଣ ହିଁ ଅଶୁଚି ଆତ୍ମା ବା ଭୂତ ଗୁଡ଼ାକ କ'ଣ କରେନା, ସେହି ଭୂତ ଲାଗିଥିବା ସେହି ଲୋକଠାରୁ ବାହାରି ଯାଇ ସେମାନେ ଘୁଷୁରିମାନଙ୍କ ଭିତରେ ପଶିଲେ ଏବଂ ଯେତେବେଳେ ସେହି ଅଶୁଚି ଆତ୍ମା ଘୁଷୁରିମାନଙ୍କ ଭିତରେ ପ୍ରବେଶ କଲା ଏବଂ ସେହି ଘୁଷୁରି ପୋଲ ଯେତେ ବି ଥିଲେ ଘୁଷୁରି, ସେଗୁଡ଼ାକ ଅତି ପ୍ରବଳ ବେଗରେ ଦୌଡ଼ି ଯାଇ ଏକ ସମୁଦ୍ରରେ ପଡ଼ି ମରିଗଲେ ଏବଂ ସେହି ଘୁଷୁରିମାନଙ୍କର ସଂଖ୍ୟା ଥିଲା ପ୍ରାୟ 2000। 14 ପଦରେ, ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇ ଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ। ସେଥିରେ ଲୋକେ କ'ଣ ଘଟିଛି ବୋଲି ଦେଖିବାକୁ ଆସିଲେ। ତାପରେ ସେହି ଯେଉଁ ଘୁଷୁରି ପୋଲ ଚରାଉଥିବା ଲୋକମାନେ ଯେତେବେଳେ ଏହି ଦୃଶ୍ୟ ଦେଖିଲେ ଯେ ତାହାଙ୍କର ଘୁଷୁରିମାନେ ସବୁ ଅଶୁଚି ଆତ୍ମାଙ୍କର ଦ୍ୱାରା ଅଶୁଚି ଆତ୍ମା ଯେତେବେଳେ ସେ ଘୁଷୁରିଙ୍କ ଉପରେ ପ୍ରବେଶ କଲା, ଭିତରେ ପ୍ରବେଶ କଲା ଏବଂ ସେହି ଘୁଷୁରିମାନେ ସାଙ୍ଗେ ସାଙ୍ଗେ ଦୌଡ଼ି ଯାଇ ସେମାନେ ସମୁଦ୍ରରେ ପଡ଼ି ମରିଗଲେ ଏବଂ ସେତେବେଳେ ଏଇ ଯେଉଁ ଘୁଷୁରି ପୋଲ ଚରାଉଥିବା ଲୋକମାନେ କ'ଣ କଲେ, ସେସବୁ ଦୃଶ୍ୟକୁ ଦେଖୁଥିଲେ ଏବଂ ଦେଖିଲା ପରେ ସେମାନେ ଯାଇକି କ'ଣ କଲେ ନା,
ଯେ ଘୁଷୁରୀ ମାନେ ତ ସବୁ ମରିଗଲେ, ବୁଡ଼ିଗଲେ, ସବୁ ମରିଗଲେ କହିକି ଦେଖିକି ସେମାନେ କ'ଣ ହେଲା ଯେ ଘୁଷୁରୀ ଚରାଉଥିବା ଲୋକମାନେ ଗାଁକୁ ଫେରିଲେ ଏବଂ ପଲ୍ଲୀ ଗୁଡ଼ିକରେ ତାହା କ'ଣ ସେ ଗାଁର ଲୋକମାନଙ୍କୁ ଜଣାଇଲେ ଏବଂ ସେଇ ଗାଁର ଲୋକମାନେ ଭାବିଲେ ଏପରି କେମିତି ଘଟିଲା, ଆସନ୍ତୁ ଦେଖିବା କହିକି ତାପରେ ସେମାନେ କ'ଣ କଲେ ନା ସେ ଗାଁର ଲୋକମାନଙ୍କୁ ଡାକି ନେଇକି ସେ ଯେଉଁଠି ଘୁଷୁରୀମାନଙ୍କୁ ଚରା ଯାଉଥିଲା ସେ ନିକଟକୁ ନେଇଗଲେ। 15 ପଦ ଯଦି ଆମେ ପଢ଼ିବା, ପୁଣି ସେମାନେ ଯୀଶୁଙ୍କ ନିକଟକୁ ଆସି ସେଇ ଭୂତଗ୍ରସ୍ତ ଅର୍ଥାତ୍ ଯାହାକୁ ପୂର୍ବରେ ବାହିନୀ ଭୂତ ଲାଗିଥିଲା ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ। ତାପରେ ଏ ଯେଉଁ ଘୁଷୁରୀ ପଲ ଚରାଉଥିବା ଲୋକମାନେ ଯେତେବେଳେ ଗାଁକୁ ଫେରିଲେ ଏବଂ ଗାଁର ଲୋକମାନଙ୍କୁ କହିଲେ ଏବଂ ଗାଁର ଲୋକମାନେ ଆସି କ'ଣ କଲେ ନା ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସି ଦେଖିଲା ବେଳକୁ ଯେଉଁ ଲୋକଟି ଭୂତଗ୍ରସ୍ତ ଥିଲା, ଯେଉଁ ଲୋକଟିକୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ବାନ୍ଧିକି ରଖିପାରୁନଥିଲେ ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ତା'ର ଝଞ୍ଜିରରେ ତାକୁ ରଖିପାରୁନଥିଲେ, ଆବଦ୍ଧ କରି ରଖିପାରୁନଥିଲେ, ବଶ କରିପାରୁନଥିଲେ, ସେଇ ଲୋକ କ'ଣ କଲେ ନା ଯେ ଯେତେବେଳେ ସେମାନେ ଯୀଶୁଖ୍ରୀଷ୍ଟ ପାଖକୁ ଆସିଲେ ସେତେବେଳେ ସେଇ ଭୂତଗ୍ରସ୍ତ ଲୋକଟି ଭଲ ମନ୍ଦରେ ଭଲ ପୋଷାକ ପିନ୍ଧି ଶାନ୍ତି ମନରେ ବସିଥିବାର ଏଇ ଲୋକମାନେ ଦେଖିଲେ ଏବଂ ତାହାଙ୍କୁ ଦେଖି ସେମାନେ ଭୟଭୀତ ହୋଇଗଲେ। 16 ପଦରେ, ଆଉ ଯେଉଁମାନେ ଦେଖିଥିଲେ ସେମାନେ ସେଇ ଭୂତଗ୍ରସ୍ତ ପ୍ରତି କିପରି କ'ଣ ଘଟିଥିଲା ତାହା ଓ ଘୁଷୁରୀମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ତାପରେ କ'ଣ ହେଲା, ଯେତେବେଳେ ସେହି ଲୋକମାନେ ତାହାଙ୍କ ନିକଟକୁ ଆସିଲେ ସେତେବେଳେ ଭୂତଗ୍ରସ୍ତ ଲୋକଟି କିପରି ସୁସ୍ଥତା ପାଇଲା, କିପରି ଉଦ୍ଧାର ପାଇଲା ଏବଂ ସେ ଘୁଷୁରୀମାନଙ୍କ ଭିତରେ ସେମାନେ କିପରି ବୁଡ଼ି ମରିଲେ ଏବଂ ତାଙ୍କ ମଧ୍ୟରେ ଅଶୁଚି ଆତ୍ମା କିପରି ପ୍ରବେଶ କଲା, ଏହି ଲୋକଟି ଭୂତଗ୍ରସ୍ତ ଲୋକଟି ସେଇ ଗାଁର ଲୋକମାନଙ୍କୁ ଏବଂ ଘୁଷୁରୀ ପଲ ଚରାଉଥିବା ଲୋକମାନଙ୍କୁ ସମସ୍ତଙ୍କୁ ଟିକେ କରି ସମସ୍ତଙ୍କୁ ବର୍ଣ୍ଣନା କରି କହିଦେଲେ। 17 ପଦରେ, ସେଥିରେ ସେମାନେ ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ। ତାପରେ କ'ଣ କଲେ ନା ସେ ସମସ୍ତ କଥା କହିବା ପରେ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ସମସ୍ତ ବିଷୟକୁ ସେ ଲୋକମାନଙ୍କୁ କହିବା ପରେ ତାହାଙ୍କୁ କ'ଣ କଲେ ନା ସେଇ ସ୍ଥାନରୁ ଅର୍ଥାତ୍ ଏହି ଭୂତଗ୍ରସ୍ତ ଲୋକଙ୍କୁ ଯେଉଁଠାରେ ଭଲ କଲେ ସେହି ସ୍ଥାନରୁ ଚାଲିଯିବା ପାଇଁ ତାହାଙ୍କୁ ବିନତି କଲେ। ପରେ ସେ ନୌକାରେ ଚଢ଼ିବା ସମୟରେ ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁ ଥର ବିନତି କଲା। ତାପରେ ପ୍ରଭୁଙ୍କୁ ଯେତେବେଳେ ବା ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ ସେଠାରୁ ପଳେଇଯିବା ପାଇଁ କୁହାଗଲା, ପ୍ରାର୍ଥନା କରାଗଲା, ବିନତି କରାଗଲା, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ନୌକାରେ ଚଢ଼ିବା ସମୟରେ ଚଢ଼ୁଥିଲେ ଏବଂ ସେହି ସମୟରେ ଭୂତଗ୍ରସ୍ତ ଲୋକଟି କ'ଣ କଲା ନା ଯୀଶୁଙ୍କ ସାଙ୍ଗରେ ଯିବା ପାଇଁ, ଯୀଶୁଙ୍କ ସହିତ ରହିବା ପାଇଁ ସେ ତାହାଙ୍କଠାରେ ବିନତି କରୁଥିଲା, ପ୍ରାର୍ଥନା କରୁଥିଲା, ଅନୁରୋଧ କରୁଥିଲା, ଥରକୁ ଥର ସେ ବିନତି କରୁଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ତାଙ୍କୁ ମନା କରିଦେଲେ। କାହିଁକି? 19 ପଦରେ ଏପରି ଭାବରେ ଲେଖାଯାଏ, କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାଙ୍କୁ କହିଲେ, ତୁମର ଗୃହକୁ ଓ ତୁମର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି ପ୍ରଭୁ ତୁମ ନିମନ୍ତେ ଯେ କର୍ମ କରିଅଛନ୍ତି ଓ ତୁମ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି ସେହିସବୁ ସେମାନଙ୍କୁ ଜଣାଅ। ତାପରେ ଏହି ଭୂତଗ୍ରସ୍ତ ଲୋକଟି ଯୀଶୁଖ୍ରୀଷ୍ଟଙ୍କ ସହିତ ବା ଯୀଶୁଙ୍କ ସହିତ ତାହାଙ୍କ ସହିତ ରହିବା ପାଇଁ, ତାହାଙ୍କ ସହିତ ଯିବା ପାଇଁ ଚେଷ୍ଟା କରିଥିଲେ ଏବଂ ଯୀଶୁଙ୍କୁ ମଧ୍ୟ ବିନତି କରିଥିଲେ, ପ୍ରାର୍ଥନା କରିଥିଲେ, ଅନୁରୋଧ କରିଥିଲେ, କିନ୍ତୁ ଯୀଶୁ ତାହାଙ୍କ ସହିତ ଯିବା ପାଇଁ ମନା କରିଥିଲେ ଏବଂ ସେହି ଭୂତଗ୍ରସ୍ତ ଲୋକଙ୍କୁ ଯୀଶୁ କହିଲେ, ତୁମେ ତୁମର ଗୃହକୁ ଚାଲିଯାଅ, ତୁମେ ତୁମର ଗୃହକୁ ଚାଲିଯାଅ, ତୁମର ଆତ୍ମୀୟମାନଙ୍କ ନିକଟକୁ ଯାଅ, ତୁମର ଆତ୍ମୀୟମାନଙ୍କ ଅର୍ଥାତ୍ ତୁମର ପରିବାର ନିକଟକୁ ଯାଅ, ତୁମର ବନ୍ଧୁ, ତୁମର ବର୍ଗ, ତୁମର ବାପା ମା, ତୁମର ଭାଇ ଭଉଣୀ ତାହାଙ୍କ ନିକଟକୁ ଯାଅ, ପୁଣି ସେମାନଙ୍କୁ
प्रभु तुम निमंते जे जे कर्म करिसंती एवं तुम प्रति जेउ जेउ दया देखैचंती सेई सब से मानकु जणाओ। तेणु ए भूतग्रस्त लोक को प्रभु जीशु ख्रीष्ट कहले तुमे गृह को फेरी जाओ एवं आत्मीय मानक निकट को जाओ एवं आत्मीय मानक निकट रे प्रभु तुम निमंते जे जे कर्म करिसंती तुमको किपरि भल कले एवं किपरि तुमको उद्धार कले एवं तुम उपरे से केमिति दया देखैचंती से विषय रे तुमे गाँर लोक मानकु समस्त को जना बोली तांकु कुआगला। 20 पदरे तहिरे से चली जाई जीशु ताहा निमंते जे 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 कर्म करथिले सेई सबु केदापल्ली रे घोषणा करने को लगिला। सेथिरे समस्ते चमत्कृत हेले। तेणु से भूतग्रस्त लोकटीर गाँर ना थिला केदापल्ली। केदापल्ली नुहे देकापल्ली सॉरी। तेणु यही भूतग्रस्त लोकटी तार गाँ को चली जाइकी प्रभु जीशु ख्रीष्ट ताहांक प्रति जे जे कर्म करिथिले सेही विषय रे ताहांक गाँ देकापल्ली को जाइकी लोकमानक पाखरे घोषणा करबाकू लागिला कहिबाकू लागिला जे जीशु ख्रीष्ट मते एही समस्त एही भूतग्रस्त रु बा भूत लागिथिबा जीवन रु मते मुक्त करिचंती सुस्थ करिचंती उद्धार करिचंती कहिकी से गाँर समस्त लोक मानक कहिला एवं घोषणा करने से लागला। सेतेबेले सेठाकार लोक माने समस्ते आश्चर्यजित हेउतिले एवं चमत्कृत हेउतिले। तापरे पढ़िबा 2 रे जे मृत्यु बालिका को जीवित जीवन देवा। मृत्यु बालिकार जीवित जे जीशु नौकारे पार होई पुनर्बार अपर पारिकी बाहुड़ी आसंते बहु संख्यक लोक ताहांक निकटरे एकत्र हेले आउ से समुद्र कूड़े रहिले। जे प्रभु जीशु ख्रीष्ट जितेले से नौकारे चढ़ी आर पार को जाउथिले से जाउथिबा समय रे पुनर्बार कौन करेना जे सेटाकार बहु संख्यक लोक आसी ताहांक निकटरे पहुँचिले। अर्थात यही जो भूत लागितिबा लोकटे जितेले गाँ को जाइकी विभिन्न कथा ताहांकर उत्तम उत्तम कथा कहिला सेतेबेले जीशु विषय रे अनेक कथा शुणिबा परे से अंचल लोक माने आसिकी से समुद्र कूड़ को पहुँचिकी एवं जीशु ख्रीष्ट ठारे भिड़ जमाइबाकू लागिले। सेतेले समाज गृहर अध्यक्षक मध्यरु जाइरस नामक जड़े व्यक्ति आसी ताहांकू देखी ताहांक चरण तले पड़गला एवं जेतेबेले बहु संख्यक लोक जीशु ख्रीष्ट पाखरे पहुँचिकी एवं जीशु ख्रीष्ट विभिन्न प्रकार प्रार्थना करुथिले अनुरोध करुथिले विनती करुथिले एवं सेतेबेले सही समय रे कोनला समाज गृहर अध्यक्षक मध्यरु जड़े साइरस नामक जड़े व्यक्ति आसी जीशु ख्रीष्ट ठारे पहुँची जीशु ख्रीष्ट को नमस्कार कले एवं ताहांक चरण तले पड़िकी कहिले। 23 पदरे पुणी से बहुत विनती करी कहले किए जाइरस नामक अध्यक्ष व्यक्ति से जीशु ख्रीष्ट पाखरे बहुत विनती करिकी कहले मोर कन्याटी मृत्यु प्राय से जेपरी रक्षा पाई बंचिबो एतिपई आपण आसी ता उपरे हस्त थईबा हेउंतु। सेतेबेले से जाइरस नामक समाज गुरु अध्यक्ष व्यक्ति जन को कहउचंती जीशु ख्रीष्ट को कहउचंती जे मोर कन्याटी मृत्यु प्राय हो जाइछि तेणु से जेपरी रक्षा पाइबो सेतिपई आपण आसी ताहा उपरे हाथ थई दियंतु बोली कहले। किंतु एतिरे से ताहांकर सांगरे गले पुणी बहुत संख्यक लोक ताहांक पछे पछे जीवाकू लागिले आउ से माने ताहांक उपरे माड़ी पड़ुथिले। तापरे जेतेबेले ए समाज अध्यक्षक कथा को शुणिले सेतेबेले प्रभु जीशु ख्रीष्ट कौन कले ना ताहांक संगरे ए जाइरसंक संगरे ताहांक गृह को जाउथिले एवं जाउतिबा समय रे ताहांक सहित अनेक संख्यक लोक ताहांक पछे पछे चलिबाकू लागिले। एपरी चली जाउतिले जे जीशु ख्रीष्ट उपरे मध्य हाथ गोड़ बाजी जाउथिला पूरा भिड़रे माड़ी पड़ुथिले
ସେତେବେଳେ 12 ବର୍ଷ ପର୍ଯ୍ୟନ୍ତ ପ୍ରଦତ୍ତ ରୋଗଗ୍ରସ୍ତ ଜଣେ ସ୍ତ୍ରୀ ଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛି ମାତ୍ରାରେ ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା। ତେଣୁ ଦେଖ, ସେମାନେ ଯେତେବେଳେ ସେଠିକୁ ଯାଉଥିଲେ, ସେଠିକୁ ପହଞ୍ଚି ନାହାନ୍ତି, କିନ୍ତୁ ପହଞ୍ଚିବା ପୂର୍ବରେ କ'ଣ ହେଲା ନା ଯେ ସେତେବେଳେ 12 ବର୍ଷ ପର୍ଯ୍ୟନ୍ତ ରୋଗଗ୍ରସ୍ତ ଜଣେ ସ୍ତ୍ରୀ ଲୋକ, କେତେବେଳେ ଏଇ ଯେଉଁ ଜାଇରସଙ୍କ ସହିତ ଯୀଶୁଖ୍ରୀଷ୍ଟ ତାହାଙ୍କ ଗୃହକୁ ଯିବା ପାଇଁ ବାହାରିଥିଲେ ଏବଂ ତାହାଙ୍କ ପଛେ ପଛେ ବହୁତ ଲୋକ ସଂଖ୍ୟା ମାଡ଼ି ପଡ଼ୁଥିଲେ, ସେହି ସମୟରେ ସେମାନେ ବାହାରି ଯାଇଛନ୍ତି, ଅଧା ବାଟରେ ହେଇଯାଇଛନ୍ତି। କିନ୍ତୁ ସେ ଅଧା ବାଟରେ ପହଞ୍ଚିଥିବା ସମୟରେ ହଠାତ୍ କ'ଣ ହେଲା ନା ଜଣେ 12 ବର୍ଷ ପର୍ଯ୍ୟନ୍ତ ରୋଗଗ୍ରସ୍ତ ଜଣେ ସ୍ତ୍ରୀ ଲୋକ, 12 ବର୍ଷ ପର୍ଯ୍ୟନ୍ତ ରୋଗ ବେମାରରେ ପଡ଼ିଥିବା ଜଣେ ସ୍ତ୍ରୀ ଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବା ଅନେକ ବୈଦ୍ୟ ଅର୍ଥାତ୍ ମେଡ଼ିସିନ ଦେବା ଲୋକଙ୍କ ଦ୍ୱାରା, ଅନେକ ଡାକ୍ତରମାନଙ୍କ ଦ୍ୱାରା ମଧ୍ୟ ସେ ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ। ଯେତେ ଟଙ୍କା ପଇସା ଥିଲା ସମସ୍ତ ଟଙ୍କା ପଇସାକୁ ମେଡ଼ିସିନ କିଣା ବିକା କରିକି ତାହାଙ୍କର ସମସ୍ତ ଟଙ୍କା ପଇସା ସରିଯାଇଛି ଏବଂ ତାହାଙ୍କର ରୋଗ ଭଲ ହେବା ପରିବର୍ତ୍ତେ ତାହା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଯେତେ ଚେଷ୍ଟା କଲେ ମଧ୍ୟ ସେହି ରୋଗ ଭଲ ହେଉ ନାହିଁ। 27ରେ ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳ ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା, କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। ତେଣୁ କ'ଣ ହେଲା ନା ଯେତେବେଳେ ଯୀଶୁଙ୍କ ପଛେ ପଛେ ବହୁତ ଲୋକ ମାଡ଼ିକି ଯାଉଥିଲେ, ଭିଡ଼ କରିକି ଯାଉଥିଲେ, ସେତେବେଳେ ଏଇ 12 ବର୍ଷ ରୋଗଗ୍ରସ୍ତ ବେମାରରେ ପଡ଼ିଥିବା ଲୋକଟି ଆସିକି କ'ଣ କଲା ନା ସେଇ ଭିଡ଼ ଭିତରେ ପଶିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୁଗାକୁ ଛୁଇଁଛନ୍ତି ଏବଂ ସେ ବିଶ୍ୱାସ କରୁଥିଲା ଯେ ସେ ଶୁଣିବାକୁ ପାଇଥିଲା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ଲୁଗା ଛୁଇଁଲା ମାତ୍ରେ ହିଁ ଯେକୌଣସି ବ୍ୟକ୍ତି ହେଉନା କାହିଁକି ରୋଗ ବେମାରରେ ପଡ଼ିଥିଲେ ସେ ସୁସ୍ଥତା ପାଇବ ବୋଲି ସେ ଶୁଣିଥିଲେ। ତେଣୁ ତାହାଙ୍କର ଗୋଟେ ବିଶ୍ୱାସ ଥିଲା। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେବାଟେ ଦେଇ ଆସୁଛନ୍ତି, ଯାଉଛନ୍ତି, ଲୋକମାନେ ତାହାଙ୍କ ଭିଡ଼ରେ ଜମି ଯାଇଛନ୍ତି, ସେତେବେଳେ ଏହି ରୋଗଗ୍ରସ୍ତ ସ୍ତ୍ରୀ ଲୋକଟି ମଧ୍ୟ କ'ଣ କଲା ନା ସେଇ ଭିଡ଼ ଭିତରକୁ ପଶିଯାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୁଗାକୁ ଛୁଇଁଛନ୍ତି। ସେହି କ୍ଷଣେ ତାହାର ରକ୍ତସ୍ରାବ ଶୁଷ୍କ ହେଲା। ପୁଣି ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି ଏହା ସେ ନିଜେ ଦେହରେ ଅନୁଭବ କଲେ। ତାପରେ କ'ଣ ହେଲା, ଯେତେବେଳେ ସେହି ସ୍ତ୍ରୀ ଲୋକଟି ଭିଡ଼ ଭିତରେ ଯୀଶୁଖ୍ରୀଷ୍ଟଙ୍କର ଲୁଗାକୁ ଛୁଇଁଛନ୍ତି, ସେ ଛୁଇଁବା କ୍ଷଣି ତାହାର ଦେହରେ ଥିବା ରୋଗ ବେମାର ଉଡ଼ିଗଲା, ବନ୍ଦ ହୋଇଗଲା ଏବଂ ତାଙ୍କର ଯେଉଁ ରକ୍ତ ବାହାରୁଥିଲା କେବେ ବି ସେଇଟା ବନ୍ଦ ହେଉନଥିଲା, କେବେ ବି ସେଇଟା ଶୁଖି ଯାଉନଥିଲା। ସେଇ ରକ୍ତ ବନ୍ଦ ହେବାକୁ ଲାଗିଲା ଏବଂ ସେ ତାହାଙ୍କର ଘା ସବୁ କ'ଣ ହେଲା ନା ଶୁଖିବାକୁ ଲାଗିଲା ଏବଂ କିଛି ସମୟ ପରେ ସେ ନିଜେ ଅନୁଭବ କଲେ ତାହାଙ୍କ ଦେହରେ ଆଉ ରୋଗ ନାହିଁ। 30ରେ ତତ୍କ୍ଷଣାତ୍ ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳ ମଧ୍ୟରେ ବୁଲି ପଡ଼ି କହିଲେ, କିଏ ମୋର ଲୁଗା ଛୁଇଁଲା? ସେତେବେଳେ କ'ଣ ହେଲା, ଯେତେବେଳେ ଏଇ ଯେଉଁ 12 ବର୍ଷ ରୋଗଗ୍ରସ୍ତରେ ପଡ଼ି ରହିଥିବା ସ୍ତ୍ରୀ ଲୋକଟି ଯେତେବେଳେ ପଛ ଆଡ଼ୁ ଯୀଶୁଖ୍ରୀଷ୍ଟଙ୍କ ଲୁଗାକୁ ଛୁଇଁଛନ୍ତି ଏବଂ ସେତେବେଳେ ଯୀଶୁଖ୍ରୀଷ୍ଟ ଜାଣିପାରିଲେ ତାହାଙ୍କର ଶକ୍ତି ତାହାଙ୍କ ଦେହରୁ ନିର୍ଗତ ହେଲା, ଏହା ତାଙ୍କ ଅନ୍ତରରେ ସେ ଜାଣିପାରିଲେ। ତେଣୁ ସେ ସେଇ ଲୋକଗହଳ ଭିତରେ ଏପଟେ ସେପଟେ ଅନେଇଲେ ଏବଂ କିଏ ମୋର ଲୁଗା ଛୁଇଁଲା ବୋଲି ଲୋକ ସମସ୍ତଙ୍କୁ ପଚାରିଲେ। ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଛନ୍ତି ଯେ ଲୋକ ସମୂହ ଆପଣଙ୍କ ଉପରେ ମାଡ଼ି ପଡ଼ୁଅଛନ୍ତି, ଆଉ ଆପଣ କହୁଛନ୍ତି କିଏ ମୋତେ ଛୁଇଁଲା? ସେତେବେଳେ ତାହାଙ୍କର ଶିଷ୍ୟମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କହୁଛନ୍ତି, ଆପଣ ଦେଖୁନାହାନ୍ତି ଆପଣଙ୍କର ଚତୁଃପାର୍ଶ୍ୱରେ ଲୋକ ମାଡ଼ି ପଡ଼ୁଛନ୍ତି, ବହୁତ ସଂଖ୍ୟକ ଲୋକ ଅଛନ୍ତି, ଆଉ ଆପଣ କହୁଛନ୍ତି ମୋ ଲୁଗା କିଏ ଛୁଇଁଲା ବୋଲି କହୁଛନ୍ତି? କିନ୍ତୁ ଯିଏ ଏହା କରିଥିଲା, ଅର୍ଥାତ୍ କିନ୍ତୁ ଯିଏ
ଯୀଶୁଖ୍ରୀଷ୍ଟଙ୍କ ଲୁଗା ଛୁଇଁଥିଲା, ଅର୍ଥାତ୍ ସେହି ସ୍ତ୍ରୀ ଲୋକଟି ଯୀଶୁଖ୍ରୀଷ୍ଟଙ୍କ ଲୁଗା ଛୁଇଁଥିଲା ଏବଂ ତାହାଙ୍କୁ ଦେଖିବା ନିମନ୍ତେ ସେ ଚତୁର୍ଦିଗରେ ଦୃଷ୍ଟିପାତ କରିବାକୁ ଲାଗିଲେ। ସେଥିରେ ସେହି ସ୍ତ୍ରୀ ଲୋକଟି ଆପଣା ପ୍ରତି ଯାହା ଘଟିଅଛି ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା। ତାପରେ ଯେତେବେଳେ ଯୀଶୁଖ୍ରୀଷ୍ଟ କହିଲେ ଯେ ମୋ ଲୁଗାକୁ କିଏ ଛୁଇଁଲା, ଏମିତି ଯେତେବେଳେ ସେ କହିଛନ୍ତି ସେତେବେଳେ ସେ ଯେଉଁ ସ୍ତ୍ରୀ ଲୋକଟି ଭୟ କରୁଛି, କାଳେ ଯୀଶୁଖ୍ରୀଷ୍ଟ ମୋତେ ଦେଖିଲେ କ'ଣ କରିବେ କହିକି ସେ ଭୟ କରୁଛି। ସେଣୁ ସେ ଥର ହେଇକି ସେ ଡରୁଛି ଏବଂ ଡରି କ'ଣ କଲା ନା ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଯାଇକି ତାହାଙ୍କ ଚରଣ ତଳେ ପଡ଼ିକି ଯୀଶୁଖ୍ରୀଷ୍ଟଙ୍କୁ ସବୁ କଥା ଜଣାଇଦେଲା। ତହିଁରେ ଯୀଶୁ ତାହାଙ୍କୁ କହିଲେ, ବତ୍ସ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ଓ ତୋର ରୋଗରୁ ଆରୋଗ୍ୟ ହୋଇଥା। ତାପରେ ଯୀଶୁଖ୍ରୀଷ୍ଟ ସେଇ 12 ବର୍ଷ ରୋଗଗ୍ରସ୍ତ ସ୍ତ୍ରୀ ଲୋକଟିଙ୍କୁ କହିଲେ, ବତ୍ସ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି, ଶାନ୍ତିରେ ଚାଲିଯା ଓ ତୋର ରୋଗରୁ ଆରୋଗ୍ୟ ହୋଇଥା। ଠିକ୍ ଏଇ କଥା କହିବା ପରେ ସେ କ'ଣ କଲେ ନା ଯେ ତାହାଙ୍କ ଗୃହକୁ ଯାଉଥିଲେ। କାହାଙ୍କ ଗୃହକୁ? ଜାଇରସଙ୍କ ଗୃହକୁ। ଟିକେ ଶୁଣନ୍ତୁ। ସେ ଏଇ କଥା କହୁଥିବା ସମୟରେ ସମାଜ ଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛ? କାହିଁକିନା ଯୀଶୁଖ୍ରୀଷ୍ଟ ଯାଉଥିବା ସମୟରେ ଏଇ ଯେଉଁ 12 ବର୍ଷର ସ୍ତ୍ରୀ ଲୋକଙ୍କର ରୋଗଗ୍ରସ୍ତରେ ଯେତେବେଳେ ହେଇଥିଲେ, ତେଣୁ ତାଙ୍କ ପାଖରେ କିଛି ସମୟ ଅଟକି ଯାଇଛନ୍ତି। କିନ୍ତୁ ତାହାଙ୍କ ସମୟରେ ଅଟକିଥିବା ସମୟରେ ତାହାଙ୍କ ଏଇ ଯେଉଁ ଜାଇରସଙ୍କ ଘରୁ ଲୋକମାନେ ଆସିକି ଯୀଶୁଖ୍ରୀଷ୍ଟଙ୍କ ପାଖରେ ଯେଉଁ ଉପସ୍ଥିତ ଥିବା ଜାଇରସଙ୍କୁ କହୁଛନ୍ତି ଯେ ଆପଣଙ୍କର ଝିଅ ତ ମରିଗଲାଣି, ଆଉ ଆପଣ ଯୀଶୁଖ୍ରୀଷ୍ଟଙ୍କୁ ଅନୁରୋଧ କରନ୍ତୁନି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ ସେଠିକି ଯିବା ପାଇଁ, କାହିଁକିନା ଆପଣଙ୍କର ଝିଅ ଅଲରେଡ଼ି ସେ ମରିଯାଇଛି। 36 ପଦର। କିନ୍ତୁ ଯୀଶୁ ସେ କଥା ନ ଶୁଣିଲା ପରେ ସମାଜ ଗୃହର ଅଧ୍ୟକ୍ଷଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର। 37ରେ ପୁଣି ସେ ପିତର, ଯାକୋବ, ତାହାଙ୍କ ଭାଇ ଜୋହନଙ୍କ ବିନା ଆଉ କାହାକୁ ଆପଣା ସଙ୍ଗରେ ଯିବାକୁ ଦେଲେ ନାହିଁ। ତାପରେ ଯେତେବେଳେ ସେ ଜାଇରସଙ୍କ ପରିବାରର ଲୋକମାନେ ଆସିକି ଯୀଶୁଖ୍ରୀଷ୍ଟଙ୍କୁ ଏବଂ ତାହାଙ୍କ ଜାଇରସଙ୍କୁ କହୁଛନ୍ତି ଯେ ଆପଣଙ୍କର ଝିଅ ଅଲରେଡ଼ି ମରିସାରିଲାଣି, ଆଉ ଗୁରୁଙ୍କୁ କଷ୍ଟ ଦିଅନ୍ତୁ ନାହିଁ ଯେତେବେଳେ କହିଲେ, ସେତେବେଳେ ଯୀଶୁଖ୍ରୀଷ୍ଟ ତାହାଙ୍କର କଥାକୁ ଶୁଣିଲେ। କିନ୍ତୁ ନ ଶୁଣିଲା ପରି ହୋଇ ସେ ସମାଜ ଗୃହର ଅଧ୍ୟକ୍ଷଙ୍କ ସହିତ ଜୋହନ, ଯାକୋବ ଓ ତାହାଙ୍କ ଭାଇ ପିତର ଏମାନଙ୍କୁ ନେଇକି ଗଲେ ଏବଂ ତାହାଙ୍କ ବ୍ୟତୀତ ଆଉ ଅନ୍ୟ କୌଣସି ଲୋକଙ୍କୁ ନେବା ପାଇଁ ମନା କରିଦେଲେ। 38ରେ ସେମାନେ ସମାଜ ଗୃହର ଅଧ୍ୟକ୍ଷଙ୍କ ଘରକୁ ଆସିଲେ। ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବାର ଦେଖିଲେ। ଯେତେବେଳେ ଜାଇରସ ଏବଂ ଯୀଶୁ, ଜୋହନ, ଯାକୋବ ଓ ପିତର ଏମାନେ ଯେତେବେଳେ ଜାଇରସଙ୍କ ଘରକୁ ପହଞ୍ଚିଲେ ଏବଂ ତାଙ୍କ ଘରକୁ ପହଞ୍ଚିବା ମାତ୍ରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ବହୁତ କୋଳାହଳ ହେଉଅଛି ଏବଂ ସେଠାକାର ଲୋକମାନେ ଅତ୍ୟନ୍ତ ରୋଦନ କରୁଛନ୍ତି, ଅତ୍ୟନ୍ତ ଦୁଃଖ ପ୍ରକାଶ କରିଅଛନ୍ତି ଯେ ତାହାଙ୍କର ଜାଇରସଙ୍କର ଝିଅ ମରିଯାଇଛି। ତେଣୁ ତାହାଙ୍କ ପାଇଁ କାନ୍ଦୁଅଛନ୍ତି, ତାଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ପ୍ରତ୍ୟେକ ଲୋକଙ୍କର ଆଖିରେ ଲୋତକ ବହି ଯାଉଥିଲା। ଏ ସମସ୍ତ ଦୃଶ୍ୟ ଏଇ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯାକୋବ, ଜୋହନ, ପିତର ଏବଂ ତାହାଙ୍କର ଯିଏ ତାଙ୍କୁ ଡାକିଥିଲା ଜାଇରସ, ଏମାନେ ସମସ୍ତେ ସେହି ଦୃଶ୍ୟକୁ ଦେଖିଲେ। 29ରେ ପୁଣି ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ? ପିଲାଟି ମରିନାହିଁ, ମାତ୍ର ଶୋଇପଡ଼ିଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। ଯେତେବେଳେ ଏହି ସମସ୍ତ ଦୃଶ୍ୟ ଦେଖିଲେ, ସେତେବେଳେ ଯୀଶୁଖ୍ରୀଷ୍ଟ ଭିତରକୁ ଯାଇକି ସେଇ ରୁମ୍ ଭିତରକୁ ଯାଇକି ସେ ଗୃହ ଭିତରକୁ ପ୍ରବେଶ କରିକିରି ସେ ସମସ୍ତ ଲୋକମାନଙ୍କୁ କହିଲେ ଯେ ଆପଣମାନେ କାହିଁକି କୋଳାହଳ କରୁଛନ୍ତି? ଆପଣମାନେ କାହିଁକି କାନ୍ଦୁଛନ୍ତି? ପିଲାଟି ମରିନାହିଁ, ମାତ୍ର ସେ ଶୋଇପଡ଼ିଛି। ଏହି କଥା ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଲୋକମାନଙ୍କୁ କହିଛନ୍ତି, ସେତେବେଳେ ସେଠାକାର ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପରିହାସ କରିବାକୁ ଲାଗିଲେ, ହସିବାକୁ ଲାଗିଲେ। ଏ କ'ଣ କହୁଛନ୍ତି? ସେ ତ ମରିସାରିଛି, କିନ୍ତୁ ଯୀଶୁ କହୁଛି ସେ ଶୋଇପଡ଼ିଛି, ମରିନାହିଁ ବୋଲି କହୁଛନ୍ତି। ଭାବିକି ସେମାନେ ତାଙ୍କୁ ହସି ଥଟ୍ଟା ପରିହାସ କରିବାକୁ ଲାଗିଲେ। 40ରେ କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା
ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି ପିଲାଟି ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ପ୍ରବେଶ କଲେ। ତାପରେ କ'ଣ କଲା ନା ଯେ ସେଇ ପିଲାଟି ପାଖରେ ବା ସେଇ ଝିଅଟି ପାଖରେ ଯେଉଁମାନେ କୋଳାହଳ କରୁଥିଲେ, କାନ୍ଦୁଥିଲେ ଏବଂ ଦୁଃଖ ପ୍ରକାଶ କରୁଥିଲେ, ସେ ସମସ୍ତ ଲୋକମାନଙ୍କୁ ବାହାରକୁ ବାହାରେ ଆଣିଲେ ଏବଂ ସେଇ ପିଲାଟିର ମାଆ, ବାପା ଏବଂ ଯୀଶୁଙ୍କର ସଙ୍ଗୀମାନେ ଅର୍ଥାତ୍ ଜହନ, ପିତର ଓ ଯାକୁବ ଏଇମାନଙ୍କୁ ନେଇକି ସେ ଭିତରକୁ ପ୍ରବେଶ କଲେ ଏବଂ ସେଠାକାର ଅନ୍ୟ ଲୋକମାନଙ୍କୁ ସମସ୍ତଙ୍କୁ ବାହାର କରିଦେଲେ। ତାପରେ ସେମାନେ ଭିତରକୁ ପ୍ରବେଶ କରି ସେ ମୃତ୍ୟୁ ବାଳିକାଟି ଯେଉଁଠି ଶୋଇପଡ଼ିଛି, ଯେଉଁଠି ଶୋଇଛି ତା ନିକଟକୁ ସେମାନେ ଗଲେ। 41 ଆଉ ପିଲାଟିର ହାତ ଧରି ତାହାଙ୍କୁ କହିଲେ ଠଲିତା କୁମ୍, ଅର୍ଥାତ୍ ଆଗ ବାଳିକା, ମୁଁ ତୋତେ କହୁଅଛି ଉଠ। ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ପିଲାଟିର ହାତକୁ ଧରିଲେ, ଧରିକି ତାହାଙ୍କୁ କହିଲେ ଠଲିତା କୁମ୍। ଏହି ଠଲିତା କୁମ୍ର ଅର୍ଥ ହେଉଛି ଆଗ ବାଳିକା, ମୁଁ ତୋତେ କହୁଅଛି ଉଠ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ମୃତ୍ୟୁ ବାଳିକାକୁ କହୁଛନ୍ତି ମୁଁ ତୋତେ କହୁଛି ଉଠ। 42 ସେହି କ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା, କାରଣ ତାହାର ବୟସ 12 ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ। ତାପରେ କ'ଣ କଲେ ନା ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ସେ ବାଳିକାଟିକୁ କହିଲେ ତୁମେ ଉଠିଯାଅ, ଯେତେବେଳେ କହିଛନ୍ତି ସେତେବେଳେ ସେ ବାଳିକାଟି ଉଠିଲା ଏବଂ ଉଠିଲା କ୍ଷଣି ସେ ବୁଲାବୁଲି କରିବାକୁ ଲାଗିଲା ଏବଂ କାରଣ ତାହାର ବୟସ 12 ବର୍ଷ ଥିଲା, ତେଣୁ ସେ ଭଲ ଭାବରେ ଚାଲିପାରୁଥିଲା, ଉଠିପାରୁଥିଲା, ବସିପାରୁଥିଲା ଏବଂ ସମସ୍ତ କଥା ମଧ୍ୟ ସେ କହିପାରୁଥିଲା। ତେଣୁ ଏହା ଯେତେବେଳେ ସେହି ଲୋକମାନେ ସମସ୍ତେ ଦେଖିଲେ ସେତେବେଳେ ସମସ୍ତେ ଆଚମ୍ବିତ ହୋଇଗଲେ। 43 ପୁଣି କେହି ଯେପରି ଏ ବିଷୟ ନ ଜାଣେ ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ ରୂପେ ଆଜ୍ଞା ଦେଲେ ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ। ତାପରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ମୃତ୍ୟୁ ବାଳିକାକୁ ପୁନଃ ଜୀବିତ କଲେ, ସେତେବେଳେ ସେହି ଲୋକମାନଙ୍କୁ ଅର୍ଥାତ୍ ତାଙ୍କର ବାପାଙ୍କୁ, ତାଙ୍କର ମାଆଙ୍କୁ ଏବଂ ସେଠାକାର ପରିବାର ଲୋକମାନଙ୍କୁ ସମସ୍ତଙ୍କୁ ଦୃଢ଼ ଆଜ୍ଞା ଦେଇକି କହିଲେ ଯେ ତୁମେ କେବେ ବି ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ବ୍ୟକ୍ତିଙ୍କୁ, ଏ ଝିଅକୁ ଭଲ କରିଲେ ବୋଲି କହିବ ନାହିଁ କହିକି ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। କାହିଁକି ନା ଏଇଥିପାଇଁ ସେମାନଙ୍କୁ ମନା କରାଯାଇଥିଲା ଯେ କାଳେ ପ୍ରଭୁଙ୍କ ବିଷୟରେ ଲୋକମାନେ ଜାଣି ତାହାଙ୍କ ଉପରେ ଅବିଶ୍ୱାସ କରି ତାହାଙ୍କୁ ପରବର୍ତ୍ତୀ ସମୟରେ ମାରିଦେବେ ଭାବିକି ସେମାନଙ୍କୁ କିଛି ଦିନ ପାଇଁ ଦୃଢ଼ ଆଜ୍ଞା ଦେଇକି ସେମାନଙ୍କୁ ମନା କରାଯାଇଥିଲା। ତେଣୁ ଏ ସୁନ୍ଦର ବିଷୟକୁ ଆପଣମାନେ ଶୁଣିଲେ। ତେଣୁ ଆଜିର ଦିନରେ ଆପଣମାନେ ସମସ୍ତେ ପ୍ରଭୁଙ୍କ ଉପରେ ବିଶ୍ୱାସ କରନ୍ତୁ ଏବଂ ଏହି 3ଟି ବିଷୟକୁ ମୁଁ ଆଜି ବାକ୍ୟ ମାଧ୍ୟମରେ ପଢ଼ିକି ଶୁଣାଇଲି। ତେଣୁ ସେ କିପରି ଭୂତଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିଦେଇପାରନ୍ତି, 12 ବର୍ଷର ଅସମ୍ଭବ ରୋଗକୁ ମଧ୍ୟ ସେ ସୁସ୍ଥ କରିଦେଇପାରନ୍ତି ଏବଂ ମୃତ ପିଲାର ଶରୀରକୁ ମଧ୍ୟ ସେ କିପରି ପୁନଃ ଜୀବିତ କରିପାରନ୍ତି। ତେଣୁ ଆପଣମାନେ ଏବେ ଚିନ୍ତା କରନ୍ତୁ ଯୀଶୁଖ୍ରୀଷ୍ଟ ପ୍ରଭୁ ଅଟନ୍ତି କି ନାହିଁ, ତା ଆପଣମାନେ ଭାବନ୍ତୁ ଏବଂ ଆପଣମାନେ ଯଦି ପ୍ରକୃତରେ ଯୀଶୁଖ୍ରୀଷ୍ଟଙ୍କୁ ଭଲ ପାଆନ୍ତି ବା ପ୍ରଭୁଙ୍କୁ ଭଲ ପାଆନ୍ତି, ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ନିଜେ କହନ୍ତି ମୋ ମାଧ୍ୟମ ଦେଇ ତୁମେ ସ୍ୱର୍ଗ ରାଜ୍ୟକୁ ଯାଇପାରିବ, ମୋ ମାଧ୍ୟମ ଦେଇ ତୁମେ ଈଶ୍ୱରଙ୍କ ପାଖରୁ ଆଶୀର୍ବାଦ ପାଇବ ଏବଂ ମୋତେ ଫିଲିପିଓ ପୁସ୍ତକ 2 ଅଧ୍ୟାୟର 11 ଓ 10 11 ପଦରେ ଲେଖାଯାଇଛି କ'ଣ, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଦିନେ ଯୀଶୁଙ୍କ ନାମରେ ନତ ହେବ ଏବଂ ପିତା ଈଶ୍ୱରଙ୍କର ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ବା ଯୀଶୁଖ୍ରୀଷ୍ଟକୁ ପ୍ରଭୁ ବୋଲି ସ୍ୱୀକାର କରିବ ବୋଲି ମଧ୍ୟ କୁହାଯାଇଛି। ତେଣୁ ଆପଣମାନେ ଆଜି ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ନ ମାନିଲେ ବି କିନ୍ତୁ ସେ ଆପଣଙ୍କ ଅନ୍ତରରେ ଅଛନ୍ତି, ଆପଣଙ୍କଠାରେ ବାସ କରିଅଛନ୍ତି, ଆପଣଙ୍କୁ ସେ ଦେଖୁଅଛନ୍ତି, ଆପଣଙ୍କୁ ସେ ପ୍ରତ୍ୟେକ ସମୟରେ ଆଶୀର୍ବାଦ କରୁଛନ୍ତି, କାହିଁକି ନା ଆପଣ ପ୍ରଭୁ ନାଁ ଶୁଣିଛନ୍ତି
ବା ଈଶ୍ୱର ନାଁ ଜାଣିଅଛନ୍ତି। ସେଇଥିପାଇଁ ଆପଣଙ୍କୁ ସେ ଆଜି ସୁସ୍ଥ ରଖିଛନ୍ତି, ଆପଣଙ୍କୁ ଆଜି ସେ ଜୀବିତ ରଖିଛନ୍ତି, ଆପଣଙ୍କୁ ସେ ରୋଗ ବେମାରରୁ ଭଲ କରିଅଛନ୍ତି, ଆପଣଙ୍କୁ ସେ ରୋଗଗ୍ରସ୍ତରୁ ଉଦ୍ଧାର କରିଅଛନ୍ତି। ତେଣୁ ଆଜି ଆପଣଙ୍କୁ ସେ ସୁନ୍ଦର ଶରୀର ଦେଇଅଛନ୍ତି, ଆପଣଙ୍କୁ ସେ ସୁନ୍ଦର ଶରୀର, ସୁନ୍ଦର ମସ୍ତିଷ୍କ, ସୁନ୍ଦର ହାତ ଗୋଡ଼, ଆଖି କାନ ନାକ ସବୁ ସୁନ୍ଦର ଭାବରେ ସେ ଆପଣଙ୍କୁ ତିଆରି କରିଅଛନ୍ତି। କାହିଁକିନା ଆପଣ ପ୍ରଭୁଙ୍କ ନାଁ ଜାଣିଅଛନ୍ତି। ଏହି ପ୍ରଭୁଙ୍କ ନାମ ହେଉଛି ଯୀଶୁଖ୍ରୀଷ୍ଟଙ୍କ ନାମ। ତେଣୁ ଆଜିର ଏ ଭିଡ଼ିଓରେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ସମସ୍ତେ ଆଜି ଈଶ୍ୱରଙ୍କର ଆଶୀର୍ବାଦ ପାଆନ୍ତୁ ଏବଂ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ ମଧ୍ୟରେ କୌଣସି ପ୍ରକାର ଭୂତ ପ୍ରେତ ଡାହାଣୀ ଚିରୁଗୁଣି ପ୍ରବେଶ କରିପାରିବ ନାହିଁ। କୌଣସି ପ୍ରକାର ଗୁଣିଗାରେଡ଼ିମାନଙ୍କର ଶକ୍ତି ଆମ ମଧ୍ୟରେ ପ୍ରବେଶ କରିପାରିବ ନାହିଁ। କୌଣସି ପ୍ରକାର ନକାରାତ୍ମକ ଶୈତାନର ଶକ୍ତି ମଧ୍ୟ ଆମ ମଧ୍ୟରେ ପ୍ରବେଶ କରିପାରିବ ନାହିଁ। ଏବଂ ଆମମାନଙ୍କ ମଧ୍ୟରେ ଆସୁଥିବା ବିଭିନ୍ନ ପ୍ରକାର ରୋଗ ଏମିତିକି କିଡ଼ନୀ ଇନଫେକ୍ସନ୍ ଏବଂ ଲିଭର ଇନଫେକ୍ସନ୍ ଏବଂ ଅନ୍ୟାନ୍ୟ କ୍ୟାନ୍ସର ଭଳି ସମସ୍ୟା ଆମ ଶରୀରରେ ପ୍ରବେଶ କରିପାରିବ ନାହିଁ। ଯେପର୍ଯ୍ୟନ୍ତ ଆମେ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିଥିବା ଏବଂ ତାହାଙ୍କ ଉପରେ ଯଦି ଆମେ ବିଶ୍ୱାସ ତୁଟେଇ ଦେବା, ତେଣୁ ତାହାଙ୍କର ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରୋଗ ବେମାର ସୃଷ୍ଟି ହୁଏ ଏବଂ ଆମେ ମୃତ୍ୟୁ ଶଯ୍ୟାରେ ପଡ଼ି ରହିଥାଉ। ତେଣୁ ସମସ୍ତ ଭାଇ ଭଉଣୀମାନଙ୍କୁ ଅନୁରୋଧ କରେ, ଆପଣମାନେ ବିଶ୍ୱାସ କରନ୍ତୁ କିମ୍ବା ନ କରନ୍ତୁ, ସେ ଆପଣଙ୍କ ଅନ୍ତରର କଥାକୁ ସେ ଜାଣନ୍ତି, ଅନ୍ତରର ଭାବନାକୁ ସେ ଜାଣନ୍ତି ଏବଂ ଆପଣ ତାହାଙ୍କ ପାଇଁ କ'ଣ ନିନ୍ଦା କରୁଛନ୍ତି, କ'ଣ ଅପମାନ କରୁଛନ୍ତି, କ'ଣ ଭଲ କରୁଛନ୍ତି, କ'ଣ ମନ୍ଦ କରୁଛନ୍ତି, ସେ ପ୍ରତ୍ୟେକ ବିଷୟକୁ ଆପଣଙ୍କ ବିଷୟରେ ସେ ଜାଣନ୍ତି। ତେଣୁ ଆପଣମାନେ ନମ୍ରତାର ସହିତ ତାହାଙ୍କ ଉପରେ ଅଧିକ କିଛି ଆରୋପ ନ କରି, ଅଧିକ କିଛି ତର୍କ ବିତର୍କ ନ କରି ନମ୍ରତାର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ହାର ମାନନ୍ତୁ, ଯାହାଫଳରେ ଆମେ ତାହାଙ୍କଠାରୁ ଆଶୀର୍ବାଦ ପାଇବେ। ତେଣୁ ଆଜିର ଏ ସୁନ୍ଦର କଥାକୁ ଶୁଣିଲେ ଯଦି ଆପଣମାନଙ୍କୁ ଆଜିର ଏ ବିଷୟବସ୍ତୁଟି ଭଲ ଲାଗିଛି, ତେଣୁ ଆପଣମାନେ ତାହାଙ୍କର ଗୌରବ ପ୍ରଶଂସା ଓ ଆଶୀର୍ବାଦ ପାଇବା ନିମନ୍ତେ ଭିଡ଼ିଓ ଉପରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା ମୁଁ ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ଏପରି ସୁନ୍ଦର ବିଷୟ କହିବି। ତେଣୁ ଆପଣମାନେ ମଧ୍ୟ ଆହୁରି କମେଣ୍ଟ ମାଧ୍ୟମରେ ଜଣାଇବେ ଯେ ମୁଁ ଭଏସ୍ ରେକର୍ଡ଼ିଂ କରି ଜଣାଇବା ଦ୍ୱାରା ଆପଣମାନେ ଉପକୃତ ହେଉଛନ୍ତି ନା ଭିଡ଼ିଓ ରେକର୍ଡ଼ିଂ କରିବି, ତାହା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇଲେ, ତେଣୁ ଆପଣମାନଙ୍କୁ ଯେଉଁଟା ଭଲ ଲାଗିବ ତାହା ମୁଁ ଆପଣମାନଙ୍କୁ କରିବି। ତେଣୁ ପ୍ରଭୁଙ୍କର ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଶୀର୍ବାଦ କାମନା କରୁଅଛି। ଆପଣମାନେ ଶୁଣିଲେ, ତେଣୁ ଆପଣମାନେ ପ୍ରତ୍ୟେକ ଆଜିର ଦିନରେ ସୁଖମୟ, ଶାନ୍ତିମୟ, ଆନନ୍ଦମୟ ଜୀବନ ବିତାନ୍ତୁ ବୋଲି